ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଅରଜଙ୍ଗଠାରେ ରଙ୍ଗ ନ ଖେଳି କ୍ରିକେଟ ଖେଳିଲେ ଯୁବକମାନେ। ମା ଅମ୍ବିକା କ୍ଲବ ଆନୁକୂଲ୍ୟରେ ବିଗତ 5 ବର୍ଷ ଧରି ଏପରି ହୋଲି ଉତ୍ସବକୁ ପାଳନ କରାଯାଉଛି। ସ୍ଥାନୀୟ ଅଞ୍ଚଳ ଯୁବକ ଓ ବରିଷ୍ଠ ନାଗରିକମାନଙ୍କୁ ନେଇ 8 ଟିମ୍ ଦିନିକିଆ ମ୍ୟାଚ୍ ଖେଳ କରିଥିଲେ। ଏଥିରେ ହୋଲି ପାଇଁ ବାହାରେ କର୍ମରତ ଯୁବକମାନେ ଗ୍ରାମକୁ ଆସିଥିବା ବେଳେ ଖେଳରେ ଅଂଶଗ୍ରହଣ କରିଥିଲେ ଓ ମଜା ନେଇଥିଲେ। କେମିକାଲ ରଙ୍ଗରେ ହୋଲି ଖେଳିବା ଅପେକ୍ଷା ଏହି ମ୍ୟାଚ୍ ଦ୍ୱାରା ରଙ୍ଗ ପର୍ବ ହୋଲିକୁ ବେଶ୍ ଆନନ୍ଦ ମୁଖରିତ କରାଯାଇଥିଲା। ଏହାକୁ ସମାଜସେବୀ ବଟକୃଷ୍ଣ ଦାସ, ନାରାୟଣ ଜେନା, ପ୍ରସନ୍ନ ଦାସ, ମଙ୍ଗୁଳିଚରଣ ସେଠୀ, ତୋଫାନ ଦାସ ପ୍ରମୁଖ ଆୟୋଜିତ ଓ ପରିଚାଳନା କରିଥିଲେ। ଉକ୍ତ ଦିନିକିଆ ଟୁର୍ଣ୍ଣାମେଣ୍ଟରେ ବିଜେତା କିଙ୍ଗ ଏକାଦଶ ଓ ଉପବିଜେତା ଷ୍ଟାର ଏକାଦଶକୁ ମୁଖ୍ୟ ଅତିଥି ବଟକୃଷ୍ଣ ଦାସ ଟ୍ରଫି ପ୍ରଦାନ କରିଥିଲେ। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକରୁ ଶ୍ରୀବତ୍ସ ପାଢ଼ୀଙ୍କ ରିପୋର୍ଟ, ଓଡ଼ିଆ ଲାଇଭ୍। ଏମିତି ନୂଆ ନୂଆ ଖବର ଜାଣିବା ପାଇଁ ଆମ ଚ୍ୟାନେଲକୁ ଲାଇକ୍ ଏବଂ ସବସ୍କ୍ରାଇବ୍ କରନ୍ତୁ।